କେତେ ଜଣ ଏଇଟା ଭାବନ୍ତି କି ବାପା ମାଆଙ୍କ ଦେହାନ୍ତ ପରେ ଭାଇ ଭାଉଜଙ୍କ ଘରେ କିଛି ନିଜର ଅଧିକାର ହିଁ ନଥାଏ ଝିଅର, କି ସେଠିକି ଗଲେ ଅଜଣା ଅଶୁଣା ଲାଗେ, କିଛି ଖାଲି ଖାଲି ଭାବ ଲାଗେ। ଏଇଟା ତ ଠିକ୍ କି ବାପା ମାଆ ଗଲା ପରେ ସବୁ ଝିଅଙ୍କୁ ଏମିତି ଲାଗେ, ସେଇଟା ତ ସେଇଟା। ଝିଅମାନଙ୍କର ପୁଅ ଝିଅକୁ ବି ସେମିତି ଲାଗେ କି ଅଜା ଆଈ ନାହାନ୍ତି ତ ଆମର କେହି ନାହିଁ, କିନ୍ତୁ ଏଇଟା ଭୁଲ ଧାରଣା। ଘର ସେଇ ଘର ଅଛି, ସେଇ ବାପା ମାଆ ନାହାନ୍ତି, କିନ୍ତୁ ସେଇ ଭାଇ ଅଛନ୍ତି, ସେ ଭଉଣୀମାନେ ବାହାରେ ବି ଅଛନ୍ତି। ଘରକୁ ଆସିଲେ ଭାଇ ଭଉଣୀଙ୍କର ଯେଉଁ ଅପୂର୍ବ ମାନେ ସେମାନଙ୍କର ମିଳନ, ସବୁ ମିଳିମିଶି ରହିବା, ଖାଇବା, ବୁଲିବା, ମନ କଥା ସେୟାର କରିବା, ଏଇଟା ଆଉ କେଉଁଠି ହୁଏନି, ଏଇଟା ବହୁତ ରେୟାର। ତ ଆମମାନଙ୍କ ଯେଉଁ ଝିଅମାନଙ୍କ ଯୋଗୁଁ ଭଣଜା ଭାଣିଜୀ ବି ଅଜା ଘରେ ଅଜଣା ଅଶୁଣା ହେଇଯାଆନ୍ତି। ସେମାନେ ବି ଭାବନ୍ତି ଆମ ମାଆ ଆଉ ମାମୁଁଙ୍କର ପଡ଼ୁନି, କି ମାଆ ଆଉ ମାଇଁଙ୍କର ପଡ଼ୁନି, ବନୁନି, ତ ସମ୍ପର୍କ ବିଗିଡ଼ି ଯାଇଛି। ସେଥିଲାଗି ଆମେ ବି ସେଠି ଟିକେ ଇନସିକ୍ୟୁର ଫିଲ୍ କରୁଛୁ। ଏମିତି ନାହିଁ। ତ ଆପଣ ଯେଉଁଟା ଫିଲ୍ କରୁଛନ୍ତି ଏଜ୍ ଏ ଡଟର୍, ଏଜ୍ ଏ ଭଉଣୀ, ଗୋଟେ ଝିଅ ହିସାବରେ ବାପା ଘରେ, ସେମିତି ପିଲାମାନଙ୍କୁ ବି ମାନେ ପିଲାମାନଙ୍କୁ ବି ଗୋଟେ ଭୁଲ ଚିନ୍ତାଧାରାକୁ ଆଣନ୍ତୁ ନାହିଁ। ନିଜେ ଭାଇଙ୍କ ସହିତ ଭାଉଜଙ୍କ ସହିତ ଭଲରେ ମିଶିବେ। ଯଦି ଆପଣ ଭାଇଙ୍କ ସହିତ ଭଲରେ ମିଶୁଛନ୍ତି, ଭାଇଙ୍କ ସହିତ ଆପଣଙ୍କର ଭଲ ସମ୍ପର୍କ ଅଛି, ତେବେ ଭାଉଜଙ୍କ ସହିତ ନିହାତି ରହିବା ଦରକାର। ଏଇଟା ଆପଣମାନେ ହୃଦୟଙ୍ଗମ କରୁଥିବେ। ଗୋଟେ ଝିଅ ହିସାବରେ ଯଦି ଆପଣଙ୍କର ଭାଉଜଙ୍କ ସହିତ ପଡ଼ୁନି, ଭାଉଜଙ୍କୁ ଆପଣ ମନ ଇଚ୍ଛା କଥା କହିଛନ୍ତି, ଅପମାନ ଦେଇଛନ୍ତି, ତାଙ୍କୁ ଡିସରିଗାର୍ଡ଼ କରିଛନ୍ତି, ଅସମ୍ମାନ କରିଛନ୍ତି, ସେମାନଙ୍କୁ ମାନେ ବାଧିଲା ଭଳିଆ କହିଛନ୍ତି, ତେବେ ଭାଉଜ ତ ଆପଣ ଯେମିତି ଜଣେ ଝିଅ, ଭାଉଜ ବି ସେମିତି ଗୋଟେ ଝିଅ। ତ ତାଙ୍କ ମନ ବି କଷ୍ଟ ହେବ। ଯଦି ତାଙ୍କ ମନ କଷ୍ଟ ଅଛି, ତ ସେଇ ଘରେ ଆପଣ କେମିତି ଯାଇପାରିବେ କି କିଛି ମନ ଖୋଲି ରହିପାରିବେ ହସ ଖୁସିରେ? ଯେଉଁଠି ଆପଣ ଭାଇଙ୍କୁ ହାତ କରିଛନ୍ତି ସତ, କିନ୍ତୁ ଭାଉଜଙ୍କୁ ବହୁତ ଖରାପ ବ୍ୟବହାର ଦେଖେଇଛନ୍ତି, ଯେଉଁଥିପାଇଁ କି ଆପଣମାନଙ୍କ ପିଲାମାନେ ବି ଭାବିବାକୁ ବାଧ୍ୟ ହୋଇଛନ୍ତି, ଆରେ ଆମର ତ ମାଇଁଙ୍କ ସହିତ ମାଆଙ୍କର ବନୁନି, ତ ଅଳ୍ପ ଦିନର ସଂସାର, ଅଳ୍ପ ଦିନର ଜୀବନ, ତ ଏ ଜୀବନ ଚିରସ୍ଥାୟୀ ନାହିଁ, ଆପଣ ଜାଣିଛନ୍ତି ଭଲ କି। ଆଜି ଅଛି କାଲିକି ନାହିଁ। ତ ଏଇ ଯେଉଁ ଭାବନାଟାକୁ ଆପଣ ବହୁତ ଦୂର ପର୍ଯ୍ୟନ୍ତ ଟାଣିକି ତାକୁ ବହୁତ ଦିନ ପର୍ଯ୍ୟନ୍ତ ଘୋଷାଡ଼ି ନେବାଟା ଠିକ୍ ନାହିଁ। ତ ଭଲରେ ରୁହନ୍ତୁ। ଯେତେ ଦିନ ବଞ୍ଚିଛୁ ସେଦିନ ଶାନ୍ତିରେ ବଞ୍ଚନ୍ତୁ, ଆଉ ଖୁସିରେ ବଞ୍ଚନ୍ତୁ। ତ ନିଜେ ଶାନ୍ତିରେ ରୁହନ୍ତୁ, ଅନ୍ୟମାନଙ୍କୁ ଶାନ୍ତିରେ ରଖନ୍ତୁ। କିଛି ବଦଳିନି, ପ୍ରକୃତି ସେମିତି ଅଛି। ଦିନ ପରେ ରାତି, ରାତି ପରେ ଦିନ, ସେ ସନ୍ଧ୍ୟା, ସବୁ ସେମିତି ଚାଲିଛି, ଆଉ ସେମିତି ଚାଲିବ ହିଁ। ସୂର୍ଯ୍ୟଙ୍କ ଅସ୍ତ ପରେ ଚନ୍ଦ୍ର ଆସିଛନ୍ତି, ରାତି ପରେ ସକାଳ। ତ ଲାଇଫ୍କୁ ବହୁତ ସହଜ ଆଉ ସରଳ କରନ୍ତୁ। ଯେବେ ଲାଇଫ୍କୁ ଆପଣ ସରଳ ସହଜ କରୁଛନ୍ତି, ସେତେବେଳେ ଆପଣଙ୍କର ପାଇଁ ନୂଆ ସକାଳ ଗୁଡ଼ାକ ଆସୁଛି, ଯେଉଁଟାକୁ ଦେଖିକି ଆପଣ ଖୁସିରେ, ଯେଉଁଟାକୁ ଅନୁଭବ କରି ଆପଣ ଖୁସିରେ ଆଗାମୀ ଜୀବନ ବିତେଇ ପାରିବେ। କ୍ଷମା କରିବେ, ଭୁଲ ଥିଲେ କ୍ଷମା ଦେବେ। ଆଉ କିଛି ନାହିଁ, ଜୀବନଟା କିଛି ନାହିଁ। ତ ତାକୁ ଏତେ ଟଣା ଅଟରା କରନ୍ତୁନି। ବାଏ।